ସାଙ୍ଗମାନେ ଆପଣମାନଙ୍କ ପ୍ରିୟ ଧାରାବାହିକ ରାଜଯୋଗ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ଏବେ ସୋନା ସବୁଦିନ ପାଇଁ ଏ ଘରୁ ବାହାରି ଯିବେ। ହଁ ସାଙ୍ଗମାନେ ଆପଣମାନେ ଦେଖିବାକୁ ପାଇବେ ମିତା ଯେତେବେଳେ ରୋଷେଇ କରିବା ପାଇଁ ରୋଷେଇ ଘରକୁ ଯିବ ଆଉ ଦେଖିବ ଡାଲି ଚାଉଳ କିଛି ବି ନାହିଁ। ଆଉ ଏତେବେଳେ ସୋନା ଆର ସୁଯୋଗ ଉଠେଇ ଆସି ମିତା ଶାନ୍ତିରେ ଧକ୍କା ହେଇଯାଉଛି ଆଉ ଯାହାଫଳରେ କିଛି ଯାଇ ତଳେ ପଡ଼ିଯାଉଛି। ଆଉ ପରିବାର ଲୋକ ସମସ୍ତଙ୍କୁ ଡାକି କହିବ ଯେ ଏ ମିତା କିନି ସବୁ ରୋଷେଇ ସାମାନ ନଷ୍ଟ କରୁଛି। ଏକରେ ତ ସେ ଅଧିକ ରୋଷେଇ କରୁଛି ଆଉ ବଳକା ଖାଇବା ନଷ୍ଟ ହେଉଛି, ତାପରେ ଆମର ସବୁ ରୋଷେଇ ସାମାନ ସରିଗଲାଣି। ଆଉ ଏହାପରେ ମିତା କହିବ ଯେ ତମେ ମିଛ କଥା କହୁଛ, ଦେଖ ଏ 3 ମାସର ବିଲ୍ ମୁଁ ଆଗରୁ 15,000 ଟଙ୍କା ଦେଇ ଆଣୁଥିଲି କିନ୍ତୁ ତମେ ଗୋଟେ ମାସରେ 5,000 ଦେଇ ଆଣିଛ। ରୋଷେଇ ସାମାନ ସବୁ ସରିବନି ତ ଆଉ କ'ଣ ହବ। ଆଉ ଏତେବେଳେ ଆୟାନଙ୍କ ବାପା କହିବ ଠିକ୍ ଅଛି ଆମେ ପୁଣି ଥରେ ରୋଷେଇ ସାମାନ ମଗେଇ ନେବା। ଆଉ ଏତେବେଳେ ସୋନା କହିବ ମୋ ପାଖରେ କିଛି ବି ଟଙ୍କା ନାହିଁ। ଆଉ ଏତେବେଳେ ବରୁଣ ଆଉ ରିଷଭ କହିବେ ଆମ ପାଖରେ ମଧ୍ୟ କୌଣସି ଟଙ୍କା ନାହିଁ। ଆଉ ଏତେବେଳେ ବରୁଣ କହିବ ପ୍ଲିଜ୍ ଆମକୁ ସାହାଯ୍ୟ କରନ୍ତୁ ସାହୁ ବାବୁ, କିଛି ସାଲେରୀରୁ ଆଡ଼ଭାନ୍ସ ଟଙ୍କା ଦିଅନ୍ତୁ। ଆଉ ଏତେବେଳେ ସାହୁ ବାବୁ ମଧ୍ୟ ମନା କରିବେ। ଆଉ ଏତେବେଳେ ଦିଆ କହିବେ ପ୍ଲିଜ୍ ସାର୍ ଆମ ଉପରେ ଦୟା କର। ଆଉ ଏତେବେଳେ ସାହୁ ବାବୁ କହିବ ଯେ ଆଜି ମନ୍ଦିରରେ ଯାହା ବି ସବୁ ହେଇଗଲା ସେଥିଲାଗି ମୁଁ ତମ କାହାକୁ ବି କ୍ଷମା କରିବିନି। ଆଉ ମିତାଙ୍କ ଅପମାନ ମାନେ ମୋ ଅପମାନ। ଏତେବେଳେ ସୋନା, ଆଦିତି, ରିୟା ଯାଇ ଦିଆ ଆଉ ତାଙ୍କ ମା ମିତାଙ୍କ ସହିତ ଝଗଡ଼ା କରନ୍ତି ଆଉ କହନ୍ତି ଯେ ଏସବୁ ତମ ପାଇଁ ହେଇଛି, ତମ ପରି ଭିକାରୀ ଯେବେଠୁ ଏ ଘରକୁ ଆସିଲେଣି ଆମ ଘରର ଅବସ୍ଥା ଠିକ୍ ଏମିତି ହେଇଛି, ଏବେ ତ ଆମକୁ ଖାଇବାକୁ ବି ମିଳୁନି। ଆଉ ଏକଥା ଶୁଣି ଦିଆ ରାଗିଯାଆନ୍ତି ଆଉ ସେମାନଙ୍କ ଭିତରେ ଖୁବ୍ ଝଗଡ଼ା ହେବ, ଯାହାକୁ ଦେଖି ସାହୁ ବାବୁ ପୁରା ଏକଦମ ଆଶ୍ଚର୍ଯ୍ୟ ହୋଇ କୁହନ୍ତି ବାସ୍ ଚୁପ୍ କର। ତ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି ସାହୁ ବାବୁ କ'ଣ ସମସ୍ତଙ୍କୁ ଟଙ୍କା ଦେବେ ଆଉ ସମସ୍ତଙ୍କ ପାଇଁ ରୋଷେଇ ସାମଗ୍ରୀ ଆଣିବେ? ଯଦି ହଁ ତାହେଲେ ଆମକୁ ୟେସ୍ ବୋଲି କମେଣ୍ଟ କରନ୍ତୁ।